विवाद जो कंट्रोवर्सी जो पब्लिसिटी से फेस मिसुनी आम दीज दुई भाई दुई बंधु सी मो जिगरी मो हार्ट बीट मुझे बहुत भल पाए भाइराल पचर ही प्रकृत कलाकार लुचि जाऊँगी এইটা হচ্ছে 100% সত্য কথা এটা দর্শকଙ୍କ মানে গোটে ঠোকর লাগিলা जो ডাইরেক্টর ডিরেক্টর প্রদীপ স্যার সেমান তাଙ୍କୁ ବି ঠোকর লাগিলা ଆଉ ମାଲିକ যে প্ল্যাটফর্ম ଦେଇଛନ୍ତି ପରିଚୟ ଦେଇଛନ୍ତି ତାଙ୍କୁ ବି ଠୋକର ଲାଗିଲା ଆଇ ମାଇସେଲ୍ଫ ଅନଳ କୁନ୍ଦ୍ରା ଘର ଜୋରନ୍ଦା ଅଫିସ ମୁମ୍ବାଇ ବାନ୍ଦ୍ରା ଖାଏ ନିରାମିଷ ଟୋଟାଲି ଆମିଷ ମୋ ଧନ୍ଦା ବେ କାହାକୁ ପୋଲିସର ଧମକ ଦେଖଉଛୁ ବେ ଓଡ଼ିଶାର ଏମିତି କୋ ପୋଲିସ ନାହିଁ ଯେ ମୋଠୁ ବଟି ନ ନିଏ ଓଡ଼ିଶାର ଏମିତି କୋ ହିରୋଇନ୍ ନାହିଁ যারা ড্রেসলেস ভিডিও মো হার্ড ডিস্করে সেভ নাই সব এই অনড় কুন্দ্রা ব্রেন খেল রে বাবা মুহ খোলিলে সত কইলে বিবাদ হব কিন্তু সবুলে সত্যর জয় হইতায় আম সহিত অছন্তি আঙ্কর দেব ভাই অছন্তি আমি কথা হবা ভাই অনেক বিবাদ রইলা কিন্তু আপন সকসেস হেলে বিবাদ মানে যে বিবাদ মানে গত বিবাদ তো যা হଉ মানে বিবাদ পরে বি মু আসি পাইলি খণ্ডগিরে মু খণ্ডগিরে উইন বি কলি রঙ্গমল উইন কলা চ্যাম্পিয়ন কলা ଆଉ ସେ ବିବାଦ କଷ୍ଟଟା ଆଜି ଲାଗୁନି ଏ ଟିକିନା ବାବା ଦେଖି ଟିକେ ମନେ ପଡ଼ିଯାଇଥିଲା ଆଖିରେ ଲୁହ ଛଳଛଳ ହେଇଯାଇଥିଲା ବୋଉ ନାଟକ କଥା ମନେ ପଡ଼ିଯାଇଥିଲା ବୋଉ ନାଟକ ହେଇଥିଲେ ଖଣ୍ଡଗିରିରେ ମେ ବି ଭଲ ହେଇଥାନ୍ତା ମୁଁ ବି ସମସ୍ତଙ୍କ ହୃଦୟରେ ଆଉ ଟିକେ ଯେତିକି ଭଲ ପାଏ ସାଉଁଟିଛି ଆହୁରି ଭଲ ପାଏ ସାଉଁଟି ପାରିଥାନ୍ତି କିନ୍ତୁ ଦୁର୍ଭାଗ୍ୟବଶତଃ ମୋର ସେ ବୋଉ ନାଟକଟା ହେଇପାରିଲାନି ଏଠି ଆଉ କ'ଣ କହିବି ଯାହା ହଉ କଟି କଟି ଡବଲ କଟି ନାଟକ ଓଡ଼ିଶାର ସର୍ବଶ୍ରେଷ୍ଠ ନାଟକ ଆମେ ମାନ୍ୟତା ପାଇଲୁ ୱିନ୍ କଲୁ ସେଥିଲାଗି ଆପଣ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କର ଭଲ ପାଇବା ଥାଉ ମୁଁ ଏମିତି ଆଗକୁ କହୁଛି ଆଙ୍କରିଂର ଅନ୍ଦାଜ ଅଲଗା ଥାଏ ବେଶ ପୋଷାକ ମଧ୍ୟ ଅଲଗା ଥାଏ ଆପଣ ଗୋଟେ ମୁକୁଟ ପିନ୍ଧି ଯାଆନ୍ତି ରାଜା ରାଜୁଡ଼ା ଭଳିଆ ତାର ଗୋଟେ ନିଆର ଥାଏ ବର୍ତ୍ତମାନ ଅଭିନୟ ଜଗତ କଥା କହିବା ପୂର୍ବରୁ ଆପଣ ଅଭିନୟ କରୁଥିଲେ ଆଙ୍କରିଂ କରିଛନ୍ତି ଆଗକୁ ଆଉ ଆଶା ଲକ୍ଷ୍ୟ କ'ଣ ରହିଛି ଆସନ୍ତା ବର୍ଷ ରଙ୍ଗମଲ୍ଲର ମୁଖ୍ୟ ଖଳନାୟକ ଦୁଇଟା ନାଟକ ହେଇଛି ଆମର ୟୁନିଟ୍ ଡିରେକ୍ଟର ପ୍ରଦୀପ ବେହେରାଙ୍କ ରଚିତ ନିର୍ଦ୍ଦେଶିତ ନାଟକ ଶ୍ରୀକୃଷ୍ଣ ଫେରୁଛନ୍ତି ଏବଂ ଡକ୍ଟର ଦୀପକ ଜେନା ଏବଂ ଶାରଦା ରାଣାଙ୍କ ବଳିଷ୍ଠ ନିର୍ଦ୍ଦେଶନା ନାଟକ ହରିଶ୍ଚନ୍ଦ୍ର ଦୁଇଟି ନାଟକ ଏବଂ ଯେଉଁ ନାଟକ କଟି କଟି ଚାଲିଛି ସେ ନାଟକର ମଧ୍ୟ ଯାହା କ୍ୟାରେକ୍ଟର ଚରିତ୍ର ପଡ଼ିବ କିନ୍ତୁ ଦୁଇଟା ଯାକ ନାଟକରେ ଖଳନାୟକ ଭୂମିକାରେ ପାଇବେ ଦେଖିବା ପାଇବେ ମୋତେ ପ୍ରେସର ପଡ଼ିବ ଆଜ୍ଞା ପ୍ରେସର ଟିକେ ପଡ଼ିବ ପ୍ରେସର କାହିଁ ପଡ଼ିବ ଆଙ୍କରିଂ ଗୋଟିଏ ପଟେ ଏପଟେ ଦେଖନ୍ତୁ ମୁଁ ଉପସ୍ଥାପନା କେବଳ ଓପନିଂ ଯେହେତୁ ଯେଉଁଟା ଆପଣ କହିଲେ କି ପଗଡ଼ି ଗେଟଅପ୍ ନେଇକି ଯାଏ ସେଇଟା କରିଦେବି ଆଉ ମଝିରେ ଯଦି ଦର୍ଶକ ଚାହାନ୍ତି କି ଦେବ ଭାଇ ଆସିକି ଆଉ ପଦେ କିଛି କହୁ ତାହେଲେ କହିବି ଆଉ ନାଇଁ ତ କେବଳ ନାଟକ ଉପରେ ଫୋକସ୍ କରିବି ଆଉ ଯାହା କିଛି ହେଇଯାଇଛି ବିଗତ ଦିନରେ ଯେଉଁଟା ହରେଇଛି ବର୍ତ୍ତମାନ ମୁଁ ପାହାଚ ଉପରେ ପାଦ ଦେବାକୁ ଯାଉଛି ଆପଣମାନଙ୍କ ଭଲ ପାଇବା ଦରକାର ଆପଣମାନଙ୍କ ସାଥ ଦରକାର ଆଉ ଆପଣମାନଙ୍କ ଭଲ ପାଇବା ଥିଲେ ହିଁ ମୁଁ ସେ ଜାଗାକୁ ଛୁଇଁପାରିବି କଳାକାର କହିଲେ ଯେ ସାଇ ଏବଂ ଦେବ ଭାଇ ଦୁଇ ଜଣଙ୍କ ଫେସ୍ ମିଶୁଛି ଫେସ୍ ମିଶୁନି ଆମେ ଦୁଇ ଜଣ ଦୁଇ ଭାଇ ଦୁଇ ବନ୍ଧୁ ସେ ମୋ ଜିଗରି ମୋ ହାର୍ଟ ବିଟ୍ ମୁଁ ତାକୁ ବହୁତ ଭଲ ପାଏ ଆଉ ଯାହା ବି କିଛି ହେଇଛି ମୋତେ ଲାଗୁଛି କି ନିଜ ନିଜ ଭିତରେ ସମାଧାନ କରିବା କଥା ଏଇଟା ମାଲିକ କଥା ମାଲିକ ହଉ ମାଲିକ କଳାକାରଙ୍କ ଭିତରେ କଥା ସେ ଦୁଇ ଜଣ ବିଷୟରେ ବସି କଥା ହେବା କଥା ଯାହା କିଛି ହେଇଯାଇଛି ତାକୁ ତ ଫେରାଇ ହେବନି କିନ୍ତୁ ହେଇପାରିଥାନ୍ତା ଯଦି ଖଣ୍ଡଗିରି ପରେ ଏସବୁ କିଛି ହେଇଥାନ୍ତା ଖଣ୍ଡଗିରି କୁମ୍ଭମେଳାରେ ଦର୍ଶକଙ୍କୁ ମାନେ ଦର୍ଶକ ବସିଛନ୍ତି ଦର୍ଶକଙ୍କୁ ଗୋଟେ ମାନେ ଦର୍ଶକ ଆମ ଈଶ୍ୱର ଆମେ ଯଦି ଦର୍ଶକଙ୍କୁ ନ ଦେଖିକି ଖଣ୍ଡଗିରି କୁମ୍ଭମେଳାକୁ ଖାତି ନ ଏମିତି କଳାକାର ଅଛନ୍ତି ରତୀୟ ଭାଇ ମିଟୁନା ବାପା ଏ ବର୍ଷ ରହିଗଲେ କେତେ ଲିଜେଣ୍ଡ ଆର୍ଟିଷ୍ଟ ଆମ ଟିକିନା ବାପା ବସିଛନ୍ତି ଟିକିନା ପାଣିଗ୍ରାହୀ ଶୁଭେନ୍ଦୁ ଟିକିନା ବାପା ସେମାନେ ଖଣ୍ଡଗିରି ଆସିପାରିଲେନି ସେମାନଙ୍କ ଭିତରେ ଯେଉଁ ସେମାନେ ଖଣ୍ଡଗିରି ବାହାରି ପାରନ୍ତି ସେମାନଙ୍କୁ ଯେ କଷ୍ଟଟା ଖଣ୍ଡଗିରି ଚାନ୍ସ ଏବେ ମିଳୁଛି ଆମେ ଯଦି କରିବାନି ଏଇଟା ଭୁଲ ଆଜ୍ଞା କିନ୍ତୁ ସାଇ ହେଉଛି ମୋର ଗୋଟେ ଭାଇ ମୁଁ ତାକୁ ସେମିତି କିଛି କେବେ ବି ଭାବେନି ମୁଁ ବି ନିଜେ ଯାଇଥିଲି ସାଇ ମେଡ଼ିକାଲରେ ପଡ଼ିଥିଲା ମୁଁ ରଙ୍ଗମହଲରୁ ଶୁଣିକି ଦୌଡ଼ିକି ଆସିଲି ଏଇ ଦେବ ଏଇ ଯିଏ ସିଙ୍ଗର ଗୀତ ସିଙ୍ଗର ତୁଳସୀ ସିଙ୍ଗର ତାର ମୋର ନିଜେ ଯାଇଥିଲୁ ସାଇ ମୋତେ ଧରିକି କାନ୍ଦି ପକାଇଲା ମୁଁ ତାକୁ ବୁଝେଇ କହିଲି ଯାହା ହେଇଛି ଭାଇ ଏସବୁ ମାଇଣ୍ଡରୁ କାଢ଼ିଦେ ଆଉ ରିଲାକ୍ସ ସହ ସବୁ କିଛି ଡିସିସନ୍ ଠିକ୍ସେ ନେ କିନ୍ତୁ ଖଣ୍ଡଗିରିରେ ଯାତ୍ରା ନ କରିବାଟା ଭୁଲ ଆଉ ଯାହା କିଛି ହେଇଛି ପଛରେ ବି ସମାଧାନ ହେଇପାରିଥାନ୍ତା ଏଇଟା ଦର୍ଶକଙ୍କ ମାନେ ଗୋଟେ ଠୋକର ଲାଗିଲା ଯେଉଁ ଡାଇରେକ୍ଟର ଡିରେକ୍ଟର ପ୍ରଦୀପ ସାର୍ ସେମାନେ ତାଙ୍କୁ ବି ଠୋକର ଲାଗିଲା ଆଉ ମାଲିକ ଯିଏ ପ୍ଲାଟଫର୍ମ ଦେଇଛନ୍ତି ପରିଚୟ ଦେଇଛନ୍ତି ତାଙ୍କୁ ବି ଠୋକର ଲାଗିଲା ଅଭିନୟ ଭିତରେ କେଉଁ ରୋଲ୍ ଆପଣଙ୍କୁ କରିବା ପାଇଁ ଭଲ ଲାଗେ ଖଳନାୟକ ନାୟକ କମେଡ଼ିଆନ୍ କ'ଣ ଖଳନାୟକ ଭିଲାନ୍ ଡାଇଲଗ୍ ଶୁଣିବା ଆପଣ ବିଗତ ଦିନରେ ମଧ୍ୟ ଅନେକ ଅଭିନୟ କରିଛନ୍ତି ତା ଭିତରେ ଭିଲିଆନ୍ ପାର୍ଟ ଗୋଟେ ଶୁଣିବା ଯେହେତୁ ଆପଣ ରଙ୍ଗମହଲକୁ ଯିବେ ଦେଖନ୍ତୁ ସେଇ ଯେଉଁ ନାଟକ ମିଲନ ଭାଇଙ୍କର ନାଟକ ମିଲନ ଭାଇ ଥରେ ରଙ୍ଗମହଲରେ ଫେଲ୍ କରିଥିଲେ ସେଇ ନାଟକ ଆସିଛେ କା ଜିମୁ ଏକା ଦୀପକ ସାର୍ ନାଟକ ଯେଉଁ ନାଟକ ବର୍ତ୍ତମାନ ମୋତେ ସମସ୍ତେ କହୁଛନ୍ତି ଭାଇ ତମେ ସେ ଡାଇଲଗ୍ କହ ଆକ୍ଚୁଆଲି ଏ ଡାଇଲଗ୍ଟା ହେଉଛି ମିଲନ ଭାଇଙ୍କର ଆଇ ମାଇସେଲ୍ଫ ଅନଳ କୁନ୍ଦ୍ରା ଘର ଜୋରନ୍ଦା ଅଫିସ ମୁମ୍ବାଇ ବାନ୍ଦ୍ରା ଖାଏ ନିରାମିଷ ଟୋଟାଲି ଆମିଷ ମୋ ଧନ୍ଦା ବେ କାହାକୁ ପୋଲିସର ଧମକ ଦେଖଉଛୁ ବେ ଓଡ଼ିଶାର ଏମିତି କୋ ପୋଲିସ ନାହିଁ ଯେ ମୋଠୁ ବଟି ନ ନିଏ ଓଡ଼ିଶାର ଏମିତି କୋ ହିରୋଇନ୍ ନାହିଁ ଯାହାର ଡ୍ରେସଲେସ୍ ଭିଡ଼ିଓ ମୋ ହାର୍ଡ ଡିସ୍କରେ ସେଭ୍ ନାହିଁ
ସବୁ ଏ ଅନଳ କୁନ୍ଦ୍ରା ବ୍ରେନ ଖେଳ ରେ ବାବା ବେ ତୁ ସଡ଼ାବେ ନାଚିବୁ କେମିତି ସେମିତି ମାଧୁରୀ ହାତ ଧରି ନାଚେ ଗୋବିନ୍ଦା ଅନଳ କୁନ୍ଦ୍ରା। ଏବେ ଆଗକୁ ବଡ଼ ଲକ୍ଷ୍ୟ ରହିଛି ବଡ଼ ପାର୍ଟିରେ ଆପଣ ବର୍ତ୍ତମାନ ଆଙ୍କରିଂ କରୁଛନ୍ତି ଆଗକୁ ଭିଲିଆନ୍ ହେବେ ବହି ଆପଣଙ୍କୁ ନେଇକି ବେସ୍ କରିବ ଏବଂ ଏବେ ଭାଇରାଲ ଯୁଗରେ ଆପଣ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ ଲୋକଙ୍କୁ ନାଟକ ଦେଖିବେ ନା ଇଏ ଭାଇରାଲ ଗିରିକି ଦେଖିକି କମିଟି ବାଲା ବୁକିଂ କରିବେ? ଭାଇରାଲ ପଛରେ ହିଁ ପ୍ରକୃତ କଳାକାର ଲୁଚି ଯାଉଛନ୍ତି এইটা হচ্ছে 100% সত্য কথা যে প্রকৃতর কলাকার সে ভাইরাল পছরে লুচি যাচ্ছেন আপন মানে কৌন ইয়ে কাশিলা ইয়ে শিখিলা ইয়ে এইটা কলা ইয়ে পখাড়া খাইলা এইটা হচ্ছে ভাইরাল এটা ভুল কেতে কেতে লিজেন্ড আর্টিস্ট সেমানଙ୍କର নেউনাহাନ୍ତି কলাকার হচ্ছে টাইআই লেজেন্ড আর্টিস্ট সি হচ্ছে ভিলিয়ান তাকে মু মানে ভিলিয়ান। এই ক্ষেত্রে মধ্যে রাজনীতি କରାଯାଏ যে চরিত্র পাଇବା କଥା ସେମାନେ ପାଇନଥାନ୍ତି ଯେଉଁମାନଙ୍କୁ ଚରିତ୍ର ନ ଦେବା କଥା ସେମାନେ ଦେଇଥାନ୍ତି ଏହାର କି କଳ୍ପନା କିଏ କରିଥାନ୍ତି ବା କିଏ କାହାକୁ ଦେଇଥାନ୍ତି? সিম্পল লজিক হচ্ছে হজারে ঘোড়া ভিতরে যে গধ হয়ে পাইলা আজকাল লোকମାନେ তাকে পছন্দ করছেন হজারে ঘোড়া ভিতরে যে গধ কଣ না এই ଟିକେ ଅଲଗା ପ୍ରକାର ଦେଖାଯାଉଛି ଭଲ ଦେଖାଯାଉଛି ଇଏ ଏମିତି କରୁଛି ସେମିତି କରୁଛି କିନ୍ତୁ ସେ ଗଧ ଆକ୍ଚୁଆଲି ଘୋଡ଼ା ନୁହେଁ ଘୋଡ଼ା ଯିଏ ସେ ଘୋଡ଼ା ମା ପେଟରୁ। ମୁହଁ ଖୋଲିଲେ ବିବାଦ হবে ବିବାଦ ମୁଁ କୌଣସି ବିବାଦ କଥା କହୁନି ଏଠି ତ କୋଉଠି ବିବାଦ କଥା କହୁନି ଏଠି କଳାକାର ଆଉ ଭାଇରାଲ କଥା କହୁଛି। ଯାତ୍ରା ଅନୁଷ୍ଠାନରେ ଯିଏ ମୁହଁ ଖୋଲିଲେ ସିଏ ବିବାଦ হবে ସତର ଯିଏ ଗୁମର ଖୋଲିଲା ହଁ ଆଜିକା ହଁ ବିବାଦ ମୁହଁ ଖୋଲିଲେ ବିବାଦ ଆଉ ବିବାଦ ଯୋଉଠି କଣ୍ଟ୍ରୋଭର୍ସି ଯୋଉଠି ପବ୍ଲିସିଟି ସେଇଠି 100% ଦେଖୁନାହାନ୍ତି କେତେ କେତେ କଣ୍ଟ୍ରୋଭର୍ସି ହେଇଛି ସେଇଠି ପବ୍ଲିସିଟି ଥିବ। ଚିତ୍ର ଦେଖୁଥିଲେ ଯାତ୍ରା ଅନୁଷ୍ଠାନରେ ବଡ଼ ବଡ଼ ପାର୍ଟିରେ ଯେତେବେଳେ ଉପସ୍ଥାପକ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ନିଜର ଚେହେରା ହାଇଟ୍ ଫାଇଟ୍ ପାଇଁ ଆଗକୁ ବଡ଼ ପାର୍ଟିରେ ଅର୍ଥାତ୍ ରଙ୍ଗମହଲରେ 2026 ଆଉ 27 ପାଇଁ ଭାଇଡେ ଭିଲିଆନ୍ସର ରୋଲ୍ କରିବେ ଏବଂ ତା ପୂର୍ବରୁ ମଧ୍ୟ ମଞ୍ଚ ଚଢ଼ିକି ଭିଲିଆନଗିରି ଦେଖାଇଛନ୍ତି। ତେବେ ଦେଖାଯାଉ ଦର୍ଶକଙ୍କ ଭଲ ପାଇବା କିପରି ରହୁଛି। ଭୁବନେଶ୍ୱର କ୍ୟାମରାପର୍ସନ ଗୁଡୁଙ୍କ ସହ ପ୍ରିୟକାନ୍ତ ସାହୁ ରିଅଲ୍ ନ୍ୟୁଜ୍। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।